हाय हेलो नमस्कार जय जगन्नाथ सांगमाने आपनକୁ ନୂଆ ବର୍ଷରେ ହାର୍ଦ୍ଦିକ ଅଭିନନ୍ଦନ। 2025 ତ ବିଦାୟ ନେଇଯାଇଛି। 2026 କି ଆମକୁ ସ୍ୱାଗତ ଜଣାଉଛି। ଦେଖନ୍ତୁ 2026 ସମସ୍ତଙ୍କ ଜୀବନରେ ସୁଖମୟ ହଉ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ସୁଖ ଶାନ୍ତିରେ ରଖନ୍ତୁ, ମୋର ଏତିକି ପ୍ରାର୍ଥନା। ଆଜି ହେଉଛି ନୂଆ ବର୍ଷର ଏ ଭିଡ଼ିଓଟି। ନୂଆ ବର୍ଷରେ ମୁଁ ଏଇ ଗୋଟେ କେକ୍ଟା ଡେକୋରେଟ୍ କରୁଛି। ନୂଆ ବର୍ଷ ଦିନ ମୋ ହଜବେଣ୍ଡଙ୍କ ଜନ୍ମଦିନ, ତା ପାଇଁ ମୁଁ ଚକୋଲେଟ୍ କେକ୍ ପ୍ରସ୍ତୁତ କରୁଛି। ଦେଖନ୍ତୁ, ଚକୋଲେଟ୍ କେକ୍ ପ୍ରସ୍ତୁତ କରିବା ପାଇଁ ମୁଁ ଏଠି ନେଇଯାଇଛି ହାପି ବିସ୍କେଟ୍। ହାପି ବିସ୍କେଟ୍ ମୁଁ 6ଟି ନେଇଛି। ବହୁତ ଛୋଟ କେକ୍, ଆମେ 3 ଜଣ ଯେହେତୁ ସେଲିବ୍ରେସନ୍ଟା କରିଥିଲୁ ବହୁତ କମ୍, ସେ ଯୋଗୁଁ ମୁଁ 6ଟା ବିସ୍କେଟ୍ରେ ଗୋଟେ ଚକୋଲେଟ୍ କେକ୍ ପ୍ରସ୍ତୁତ କରୁଛି। ଦେଖନ୍ତୁ, ଚକୋଲେଟ୍ କେକ୍ ଅତି ସହଜରେ ଆପଣମାନେ ଏ କେକ୍ଟି ଘରେ ପ୍ରସ୍ତୁତ କରିପାରିବେ। ମୁଁ ଚକୋଲେଟ୍ କେକ୍ ପାଇଁ ହାପି ବିସ୍କେଟ୍ଟା ଚିରିକି ନେଇଯାଇଛି। କିଛି ଗ୍ରାଇଣ୍ଡରରେ ଅଳ୍ପ କରି ତାକୁ ଗ୍ରାଇଣ୍ଡିଙ୍ଗ କରି ମୁଁ ତାକୁ ଗ୍ରାଇଣ୍ଡର ଜାର୍ରେ ଗୁଣ୍ଡକୁ ରଖିନେଲି। ଆଉ ସେଥିରେ 2ଟି ଗୁଜୁରାତି ମଧ୍ୟ ତା ଦେହରେ ମୁଁ ଗ୍ରାଇଣ୍ଡିଙ୍ଗ କରିଦେଇଛି। ଆମର ଗରମ ମାନେ ହାଲକା ଉଷୁମ କ୍ଷୀର ଆପଣମାନେ ଏଠି ନେଇପାରିବେ। ଉଷୁମ କ୍ଷୀରଟାକୁ ମୁଁ ପକେଇକି ଏଠି ମୁଁ ତାକୁ ଗୋଳେଇ ନେଉଛି। ଗୋଟେ ଗୋଳେଇବା ଜାଗାରେ, ନା ଆପଣମାନଙ୍କ ଘରେ ଯଦି ଏଇଟା ନଥିବ ଆପଣମାନେ ହାତରେ ବି ଗୋଳେଇ ପାରିବେ, କିଛି ଅସୁବିଧା ନାହିଁ। ଭଲ ଭାବରେ ଆପଣମାନେ ଏଇ ବ୍ୟାଟର୍ଟାକୁ ଗୋଳେଇବେ। ଦେଖନ୍ତୁ, ଆମେ ଯଦି କିଛି ଛୋଟ ମୋଟ ଖୁସିକି ଘରେ ସେଲିବ୍ରେସନ୍ କରୁଛେ, ବାହାରୁ କେକ୍ କିଣି ସବୁବେଳେ ସବୁ ସେଲିବ୍ରେସନ୍ କରିବା ସମ୍ଭବପର ହୋଇନଥାଏ। ଏଇ ଛୋଟିଆ ଖୁସିକି ଘରେ ଯଦି କେକ୍ ଗୋଟେ କରି ସେଲିବ୍ରେସନ୍ କରୁଛେ, ଘରେ ଯେକୌଣସି ଲୋକମାନେ ହୋଇଥାନ୍ତୁ ନା କାହିଁକି, ତା ମନରେ ଗୋଟେ ଅଲଗା ପ୍ରକାର ଖୁସି ଟା ଆସିଯାଏ। ବହୁତ ମାହୋଲଟା ବି ମାନେ ଖୁସିରେ ପରିପୂର୍ଣ୍ଣ ହୋଇଯାଇଥାଏ। ଦେଖନ୍ତୁ, ନୂଆ ବର୍ଷର ଦିନ, ନୂଆ ବର୍ଷରେ ମୋ ହଜବେଣ୍ଡଙ୍କ ଜନ୍ମଦିନ ଥିଲା। ମୁଁ ସେଥିଲାଗି ଭାବିଲି ଗୋଟେ ଛୋଟ କେକ୍ଟା କରି ତାଙ୍କୁ ସରପ୍ରାଇଜ୍ ଗିଫ୍ଟ ଦେବି ବୋଲି। ଦେଖନ୍ତୁ, ଏଇ ଛୋଟ କେକ୍ଟା ମୁଁ ଏଠି ପ୍ରସ୍ତୁତ କରୁଛି, ଯେହେତୁ ମୁଁ ଭାବିଲି ଆପଣମାନଙ୍କ ଆଗରେ ସେୟାର କରିନେବି। ଦେଖନ୍ତୁ, ମୁଁ ଏଠି ଗୋଟେ ଇନୋ ପ୍ୟାକେଟ୍ ପକେଇଲି, ଯେହେତୁ ଆପଣମାନଙ୍କ ଘରେ ସମସ୍ତଙ୍କ ଘରେ ବେକିଂ ସୋଢ଼ା ନଥିବ, ସେଇ ସକାଶେ ଇନୋ ଗୋଟେ ପକେଇଲେ କେକ୍ଟା ବହୁତ ସ୍ପଞ୍ଜି ଭଲ ଟେଷ୍ଟ ଲାଗିଥାଏ। ପକେଇକି ଦେଖନ୍ତୁ କେତେ ବବଲ୍ସ ଟାଇପ୍ର ଆସିଲା ହେରି ବେଟର୍ରେ, ଆପଣମାନେ ଦେଖିପାରୁଥିବେ। ଭଲ ସେ ଆକୁ ଘାଣ୍ଟିବେ। ବେଟର୍ଟାକୁ ଯେତେ ଘାଣ୍ଟିବେ କେକ୍ଟା ସେତେ ସ୍ପଞ୍ଜି ଆଉ ଜାଲିଦାର ବି ହେବ, ଭଲ ବି ଟେଷ୍ଟ ଲାଗିବ। ଦେଖନ୍ତୁ, ଏଠି ମୁଁ 2 ଚାମଚ ଅମୁଲ ପକେଇ ନେଲି। ଆପଣମାନେ ବି ଟିକେ ଅଧିକ ବି ପକେଇ ପାରିବେ। ଏଠି 2 ଚାମଚ ପକେଇଲି, ଯେହେତୁ ଆମେ ଗୋଟେ ବିସ୍କେଟ୍ ପ୍ୟାକେଟ୍ରେ ହାପି ବିସ୍କେଟ୍ରେ ଆମେ ଚକୋଲେଟ୍ କେକ୍ଟା କରୁଛେ, ତା ଦେହରେ ହାପି ବିସ୍କେଟ୍ରେ ବି ଚକୋଲେଟ୍ ଅଛି। ଆମକୁ ବେଶୀ କିଛି ପକେଇବାକୁ ପଡ଼ିବନି। ଆମେ କ୍ଷୀର ବାସ୍ ଗୁଜୁରାତି, ଖାଲି ଫ୍ଲେଭର୍ ଆସିବା ପାଇଁ ଗୁଜୁରାତି, ନହେଲେ ବି ଚଳିବ, କିନ୍ତୁ ଟିକେ ହାଲକା ଫ୍ଲେଭର୍ ପାଇଁ ଗୁଜୁରାତିଟା ପକେଇବା ନିହାତି ଦରକାର। ଦେଖନ୍ତୁ, ଏଇଟା ଅମୁଲ ପକେଇକି ଭଲ ଭାବରେ ମୁଁ ଏଠି ଫେଣ୍ଟି ଦେଲି। କିଛି ଆବଶ୍ୟକ ମୋର ଟିକେ ହେଉଛି କ୍ଷୀର, ମୁଁ ଅଳ୍ପ ଟିକେ କ୍ଷୀର ପକେଇ ନେଲି। ଫେର ଆଉ ଟିକେ ନାକୁ ମାନେ ବେଟର୍ଟାକୁ ଗୋଳେଇ ନେବା ଭଲ ଭାବରେ ମିଶିଲା ପର୍ଯ୍ୟନ୍ତ। ବେଶୀ ପାଣିଆ କରିବେନି କି ବେଶୀ ବହଳା କରିବେନି, ମାନେ ମିଡ଼ିୟମ୍ କରିବେ। ଅତି ପାଣିଆ କରିଦେଲେ ବି ଭଲ ହେବନି କି ଅତି ବହଳା ହେବନି। ବେଟର୍ଟା ମଧ୍ୟମ ଧରର କରିବେ। ବେଟର୍ଟାକୁ ଭଲରେ ଗୋଳେଇକି ଗୋଟେ ସାଇଡ଼୍ କରି ଆମେ ରଖିନେବା। ଦେଖନ୍ତୁ, କେଉଁମାନେ ଏମିତି ଘରେ ସେଲିବ୍ରେସନ୍ କରି କେକ୍ କରି କଟ୍ କରିକି ଖାଉଥିବେ,
ନିହାତି କମେଣ୍ଟରେ ଜଣେଇବେ। ମୁଁ ଗୋଟେ ସିଲଭର ଡିସ୍ଟା କେକ୍ ମାନେ ରଖିବା ପାଇଁ ମୁଁ ଆଣିଛି ହେରି। ଗୋଟେ ବ୍ରସ୍ରେ ତେଲ ଚାରିପଟକୁ ମାରିଦେଲି। ଚାରିପଟ ତେଲଟା ଭଲ ଭାବରେ, ଆଉ କିଛି ପେପର୍ ମୁଁ କଟ୍ କରି ରଖିଛି, ମାନେ ସାଇଜ୍ରେ କାଟିକି ରଖିଛି। ଆପଣମାନେ ଯଦି ମାର୍କେଟରେ ବି ଏ ପେପର୍ ବିକା ହେଉଛି ଆଣିପାରିବେ। ମୁଁ କିନ୍ତୁ ପଇସା ଏତେ ୱେଷ୍ଟ କରିବା ପାଇଁ ଚାହିଁଲିନି, ଘରେ ହିଁ ପେପର୍ କାଟି ପକାଇ ନେଇଛି। ଆପଣମାନେ ବି ପକାଇ ପାରିବେ। ପକାଇଲେ ନା କିନ୍ତୁ ସହଜରେ ଉଠିଯିବ କେକ୍ଟା। ଦେଖନ୍ତୁ ମୁଁ ଗୋଟେ ମାନେ ଯେଉଁ ହ୍ୱାଇଟ୍ ପେପର୍ ଆମର ଘରେ ଥାଏ ଖାତା ଫାତାରୁ, ସେଠୁ ନେଇକି ଗୋଲ ଭାବରେ କାଟି ନେବେ। ପେପର୍ଟା କାଟିଦେବେ। ଏଇଟା ତେଲଟା ମୁଁ ପକାଇଥିଲି ଭିଜିଗଲା ଆରାମରେ। ସେଇ ବ୍ରସ୍ରେ ଯେତିକି ତେଲ ଥିବ ଆଉ ଟିକେ ନାକୁ ପେପର୍ ଉପରେ ଢାଙ୍କି ନେବେ, ମାରି ନେବେ। କେକ୍ଟା ଏମିତି ଘରେ ବନେଇ ଖାଆନ୍ତୁ, ବହୁତ ଟେଷ୍ଟି ଲାଗିବ, ବହୁତ ଖୁସି ବି ଲାଗିବ। ମାନେ ନିଜେ ଗୋଟେ କେକ୍ କରି ମାନେ ଅନ୍ୟକୁ ଗିଫ୍ଟ ଦେବା କି କୌଣସି ମାନେ ସେଲିବ୍ରେସନ୍ କରିବା, ଛୋଟ ମୋଟ ସେଲିବ୍ରେସନ୍, ଜନ୍ମଦିନ ହଉ କିମ୍ବା ଯେକୌଣସି ସେଲିବ୍ରେସନ୍, ନୂଆବର୍ଷ ହଉ। ମୋର ତ ଦୁଇଟା ଖୁସି ଥାଏ, ନୂଆବର୍ଷ ସେଲିବ୍ରେସନ୍ ଆଉ ମୋ ହଜବେଣ୍ଡଙ୍କ ଜନ୍ମଦିନ। ଦେଖନ୍ତୁ ଏ ସାଇଡ଼୍ରେ ବି ମୁଁ ପେପର୍ ଦେଇଦେଲି, ନଦେଲି ବି ଚଳିବ, କିନ୍ତୁ ମୁଁ ଟିକେ ଦେଇଛି। ମୁଁ ଦେଖିବା ପାଇଁ ଚାହୁଁଥିଲି କେକ୍ଟା ଉଠିବ କି ନାହିଁ। ପେପର୍ ଦେଲେ କିଛି ଅସୁବିଧା ହେଉନି, ତ ମୁଁ ଏଇ ସାଇଡ଼୍ରେ ବି କାଟିକି ରଖିଦେଇଛି। ତେଲ ସହ ଭିଜିଗଲା ସାଇଡ଼୍ରେ ମୁଁ ପେପର୍ଟା ଆପଣମାନେ ଦେଲେ ଚଳିବ, ନଦେଲେ ବି ଚଳିବ। ଦେଖନ୍ତୁ ମୁଁ ଏଠି ଦେଇ ନେଉଛି ପେପର୍ଟା। ବେଟର୍ଟାକୁ ଆମେ ଗୋଟେ ସାଇଡ଼୍ରେ ରଖି ନେଇଛେ କିଛି ସମୟ ପାଇଁ। ଆଉ ସେପଟେ ଆମେ କରେଇରେ ଟିକେ ଲୁଣ ହିଟ୍ କରି ନେଇଛେ। ଯେହେତୁ ଆମେ କରେଇ ଉପରେ ଲୁଣ କିଛି ଆମେ ପାଖାପାଖି 250 ଗ୍ରାମର ଲୁଣ, ତାକୁ ଗୁଣ୍ଡ ଲୁଣକୁ ହିଟ୍ କରି ନେବା। ସେଇ ଭିତରେ ଆପଣମାନେ କରିନେବେ। ତାପରକୁ ଏଠି ଭଲ ଭାବରେ ପେପର୍ଟା ଯଦି ନ ରହିବ, ସେଠୁ ଯେଉଁ କେକ୍ଟା ଟିକେ ଏପଟ ସେପଟ ହେବ। ମୁଁ ଟିକେ ଭଲ ଭାବରେ ଟିକେ କରି ନେଉଛି, ପେପର୍ଟାକୁ ଢାଙ୍କୁଛି, ସାଇଡ଼୍ରେ ଲଗାଇ ନେଉଛି। ଏଥର ଆମେ ବେଟର୍ଟାକୁ ପକାଇବା। ଯେହେତୁ ମୁଁ 6ଟା ବିସ୍କେଟ୍ରେ କରିଥିଲି, କେକ୍ର ମାନେ ବେଟର୍ଟା ବହୁତ କମ୍ ହେଇଥିଲା, ବହୁତ ଛୋଟ କେକ୍ଟା ବି ହେଇଥିଲା। ଆପଣମାନେ 6ଟା ଜାଗାରେ ବି ଡବଲ୍ କରିପାରିବେ, 12ଟା କରିପାରିବେ। ମୁଁ ଏଠି ନା ଲୁଣ ନା ଚିନି ପକାଇଲି, ୟାକୁ ହିଁ ମିଠା ହେବ, ଆଉ ଲୁଣର ବି ଆବଶ୍ୟକ ନଥିଲା, କିଛି ବି ଆବଶ୍ୟକ ନଥିଲା। ୟାର ଡବଲ୍ଟା ବି ଆପଣମାନେ କରିପାରିବେ। କେବଳ କ୍ଷୀର ଆମର ଦରକାର ହେବ, ଆଉ ଆ ଦ୍ୱାରା କିଛି ନୁହଁ। ହଁ, ଆପଣମାନେ ମଝିରେ ଅଳ୍ପ ଟିକେ ତେଲ ପକାଇକି ଗୋଳେଇ ନେବେ। ମୁଁ ଭିଡ଼ିଓଟା ଦେଖେଇ ନଥିଲି, ସ୍କିପ୍ ହେଇଯାଇଛି। ତେଲ ବି ଟିକେ ନେଇକି ଗୋଳେଇ ଦେବେ ଭଲ ଭାବରେ। ମୁଁ ବେଟର୍ଟାକୁ ଚାରିପଟ କରିନେଲି। ଟିକେ ହାଲକା ଟିକେ ହଲେଇ ଦେବେ ଡିସ୍ଟାକୁ, ଯେହେତୁ ଚାରିଆଡ଼ିକି ସେ ସମାନ ହୋଇଯିବ। ତା ବାଦେ ମୁଁ ଏଠି ଦେଖନ୍ତୁ, ଏଠି ପିସ୍ତା ଟିକେ କାଟିକି ରଖିଥିଲି, ପିସ୍ତାକୁ ମୁଁ ଚାରିଆଡ଼େ ପକାଇଦେଲି। ମୁଁ ଆଗରୁ କହିଥିଲି ହିଟ୍ ହେଇଯାଇଛି ଆମ କରେଇଟା। କରେଇ ଉପରେ ମୁଁ ସେଇଟା ଡିସ୍ଟା ରଖିନେଲି, ତାପରେ ଥାଳିଟା ରଖିନେଇଛି। ବର୍ତ୍ତମାନ ମୁଁ ଘଣ୍ଟେ ଛାଡ଼ିଦେଲି ଲୋ ଫ୍ଲେମ୍ରେ। ଆମର ଦେଖନ୍ତୁ କେକ୍ ପୁରା ଦେଖ କେତେ ସ୍ପଞ୍ଜି, ଆଉ ବବଲ୍ସ ବି ଆସିଛି ହେରି। ଦେଖନ୍ତୁ ଉପରେ ବି ଫୁଲି ଯାଇଛି। କେକ୍ଟା ପୁରା ରେଡ଼ି ହେଇଯାଇଛି। ମୁଁ ଏ କେକ୍ଟା ବାହାରି କରିବି, ଅଧଘଣ୍ଟା ପାଖାପାଖି ଛାଡ଼ି ନେବା ଥଣ୍ଡା ହେବା ପାଇଁ। ଥଣ୍ଡା ହେଇସାରିଲା ପରେ ଆପଣମାନେ ଧ୍ୟାନ ଦିଅନ୍ତୁ, ଥଣ୍ଡା ହେଲା ପରେ ଏଇ ଜିନିଷଟା କାଢ଼ିବେ। ଗରମରେ ରହିଲେ ଭାଙ୍ଗିଯିବ। ଦେଖନ୍ତୁ କିଛି ଭାଙ୍ଗିନି, ଆରାମରେ ବାହାରି ଯାଇଛି। ଯେହେତୁ ମୁଁ ବହୁତ କମ୍ରେ କରିଥିଲି, ବହୁତ ଛୋଟ କେକ୍ଟା ହେଇଛି। ଯେହେତୁ ଗୋଟେ ଜନ୍ମଦିନରେ କେକ୍ଟା କାଟିବ, ଖାଲି ଆ ଉପରେ ମୁଁ କିଛି ଡେକୋରେଟ୍ କରିବାକୁ ଚାହୁଁଥିଲି, ଯେହେତୁ ମୁଁ ସେ ଯେଉଁ ଗୋଟେ ଛୋଟ କେକ୍ଟି କରିଥିଲି। ଆର ବି ଡବଲ୍ ଆପଣମାନେ କରିପାରିବେ। ଦେଖନ୍ତୁ ଏଠି ମୁଁ କିଛି ଫ୍ରୁଟ୍ସ, କଦଳୀ, ବାନାନା
ଆଉ କିଛି ଚକୋଲେଟ୍ ଜେମ୍ସ ଚକୋଲେଟ୍ରେ ମୁଁ ଏଠି ଡେକୋରେଟ୍ କରିଦେଉଛି। ଗୋଲ ଗୋଲ କରି କଦଳୀଟାକୁ କାଟି ନେଇଛି। ତାପରକୁ ଜେମ୍ସ ଚକୋଲେଟ୍ ଚାରିପଟକୁ ଦେଇଦେଲି। କେତେ ସୁନ୍ଦର ହେଇଛି। ଆଉ କେକ୍ଟା ଆଖିକି ବି ଯେମିତି ସୁନ୍ଦର ଦେଖାଯାଉଛି, ଖାଇବାକୁ ବି ମଧ୍ୟ ବହୁତ ଟେଷ୍ଟ। ବଜାରରୁ ବି କେକ୍ଟା ପଛ ହେଇଯିବ। ମାନେ ଏ କେକ୍ଟା ଘରେ ବନେଇ ଖାଇଲେ ଆପଣ ନିହାତି ଟ୍ରାଏ କରନ୍ତୁ। ଛୁଆମାନଙ୍କୁ ତ ଏଇ ଚକୋଲେଟ୍ ଫକୋଲେଟ୍ କରିକି ଦେବେ। ମୋ ଘରେ ତ ଗୋଟେ ଛୁଆଟେ ଅଛି, ଏସବୁ ଦେଲେ ତାର ତ ମାନେ ଖୁସିର ମାହୋଲଟା ବି ଅଲଗା ପ୍ରକାର ଲାଗିବ। ପିଲାମାନଙ୍କୁ ଦେଲେ ଏଇସବୁ ଜିନିଷ ସେ ଆଗ ଖୁସିରେ ଖାଇ ନେବେ। ଦେଖନ୍ତୁ କେକ୍ଟା କେତେ ସୁନ୍ଦର ଡେକୋରେଟ୍ କରିଛି ମୁଁ। ତାପରେ ମୁଁ ଚାରିପଟକୁ ଚେରି ଦେଇ ନେଇଛି। ଦେଖନ୍ତୁ ଏବେ କେକ୍ ଅଲରେଡ଼ି ରେଡ଼ି ମୋର। ଏଥର ଆମେ ବାର୍ଥଡ଼େ ସେଲିବ୍ରେସନ୍ କରିବା। ତାହେଲେ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ, ହାପି ନ୍ୟୁ ଇୟର୍ ଅଲ୍ ମାଇ ଫ୍ରେଣ୍ଡସ୍।